ଯୌତୁକ ଲଢ଼େଇ ପାରିନି ବୋଲି 2 ଲକ୍ଷ ଟଙ୍କା ଦେବାକୁ ହେଇଥିଲା ଆଜ୍ଞା। ଲକ୍ଷେ ଟଙ୍କା ଦେଇଛି, ଆଉ ଲକ୍ଷେ ଟଙ୍କା ଦେଇପାରିନି। ମୁଁ ତାକୁ ଗାଇବି ତାକୁ କାଳିର ପରେ ଗାଇବି ତା ବାପକୁ ଗାଇବି ସେ ଆରାମତି ଆମ ନାଚ କହିଲା ଲଟା ମାରିକି ମାରିବ ମୋ ନାଚ ଲଟା ମାରିକି ମାରିବି। ଆଜ୍ଞା ମୋ ଝିଅକୁ ଆଜ୍ଞା ମାରିଦେଇଛନ୍ତି। ଯୌତୁକ ଲଢ଼େଇ ପାରିନି ବୋଲି 2 ଲକ୍ଷ ଟଙ୍କା ଦେବାକୁ ହେଇଥିଲା ଆଜ୍ଞା। ଲକ୍ଷେ ଟଙ୍କା ଦେଇଛି, ଆଉ ଲକ୍ଷେ ଟଙ୍କା ଦେଇପାରିନି। ସ୍ପାଇନାଲ କର୍ଡ ଅପରେସନ୍ ପ୍ଲସ୍ ବୋନ୍ ଟିଭି ଦେଖାନ୍ତୁ କେବଳ ବେଲ୍ଟ ଲଗେଇ ଚାଲୁଛି ଆଜ୍ଞା। 8 ଦିନ ତଳ କି 10 ଦିନ ତଳେ ଯାଇଥିଲେ ହାଇଦ୍ରାବାଦ, ତାକୁ ରଖିକି ସେଠି ସେ ପିଲାଟାକୁ ମାରିକି ନଷ୍ଟ କରିଥିଲେ। ତା ଝିଅର ତା ସହିତ ସମ୍ପର୍କ ରଖିବା ପାଇଁ ଚାହିଁଲା, ସେ କଥା ବି ଆମକୁ ଫୋନ୍ କରି ଜଣାଇଲା, କିନ୍ତୁ ତାକୁ ଫୋନ୍ କରେଇଦେବୁ ନଥାନ୍ତି ବୁଝିଲେ। ତାପରେ ଗାଁକୁ ଆସିଲା, ଗାଁରେ ଆଜ୍ଞା ମିଶିକି ତା ଶାଶୁ ଶ୍ୱଶୁର ନଣନ୍ଦ ତା ସ୍ୱାମୀ କି ତା ଝିଅର ଆସିଛନ୍ତି କି ଆଉ କିଏ ଅଛନ୍ତି ଆଜ୍ଞା। 4 ଜଣ ନହେଲେ ତାକୁ ମାରିପାରିବେ ନା ଆଜ୍ଞା। ବର୍ଷେ ହେଇନି, ଆହୁରି 8-10 ଦିନ ବାକି ଅଛି। ନିରାକାର ମହାନ୍ତି, କୁଇଲି ପିଲା ତାଙ୍କ ଘର। ଆପଣ ନ୍ୟାୟ ଦେବେ। ଆଉ ମୋର ତ କେହି ନାହାନ୍ତି, 3ଟା ଝିଅ, ମାଆଟି ହେଉଛି ବ୍ଲଡ଼ କ୍ୟାନ୍ସର। ଆଉ ମୁଁ ଏଇଭଳିଆ ଅବସ୍ଥା। ଆଉ 6 ବର୍ଷ ଝିଅଟେ ମୋ ପାଖରେ ଆଜ୍ଞା, ଆଉ କେହି ନାହାନ୍ତି। 6 ବର୍ଷ। ହଁ, ତା ଆଗ ଦିନ ରାତିରେ ଝଗଡ଼ା ଲାଗିଥିଲେ, ଫୋନ୍ କରିଥିଲେ। ତା ଅଜା କହିଲା ମୁଁ କାଲି ସକାଳେ ଯାଇ ବୁଝିମି। ତା ଶ୍ୱଶୁର କ'ଣ ଡିପାଲ ପକେଇଥିଲା, ସେ ମୋବାଇଲରେ କ'ଣ ଟ୍ରାକ୍ ହେଇକି ଅଛି ବୋଲି ମୁଁ ଖବର ପାଉଛି। ତାପରେ ସକାଳ ଆସିଲା ବେଳକୁ ଏ ଘଟଣା, ଆଉ ଏପର୍ଯ୍ୟନ୍ତ ତାଙ୍କ ଘର ଲୋକ ଆଜ୍ଞା କେହି ନାହାନ୍ତି। ତାଙ୍କର ଘର ଶାଶୁ ଶ୍ୱଶୁର ଏଠି କେହି ନାହାନ୍ତି, କିଛି ନିଅନ୍ତି ଗାଁ ପଡ଼ିଶା ସାହି ଭାଇ ଅଛନ୍ତି। ଯୌତୁକ ପାଇଁ ମାରି ଦେଇଛନ୍ତି। ଲକ୍ଷେ ଟଙ୍କା ଡିମାଣ୍ଡ ଦେଇଥିଲେ, ଆଉ ଲକ୍ଷେ ଟଙ୍କା ପାଇଁ ସବୁବେଳେ ତା ଶାଶୁ ଶ୍ୱଶୁର ନଣନ୍ଦ ନିର୍ଯାତନା ଦେଲା ପରେ ମାରିକି ତାକୁ ପାଟି କଲେ। ସେଦିନ ମୋବାଇଲ ଆମ ସାଙ୍ଗରେ କଥା ହେଉଛି, ଛଡ଼େଇ ନେଲେ ମୋବାଇଲ ରାତି 11:30 ଟାଇମ୍ର ଛଡ଼େଇ ନେଲା ପରେ ସିଏ ଫୋନ୍ କରିଛି। ଫୋନ୍ କଲା ପରେ ତା ଅଜା ପାଖକୁ, ତା ଅଜା ଉଠିଛି, କହିଲା ର ମାଉସୀ ବୁଝେଇ ଦେବ। ଏଠି ତା ଶ୍ୱଶୁର ତାକୁ ମାରିଛି। ଶ୍ୱଶୁର ମାରିକି କ'ଣ କଲା କହନି, ବାହାରକୁ ବୋଲି କହିଲା, କହିକି ମୋବାଇଲ ଛଡ଼େଇ ନେଲେ। ସେ ସେଇଠୁ ଆଉ ଆସିଲାନି, କହିଲା ମୁଁ କେଉଁଠି ଯିମି ରାତିର। ଏଇଠୁ ରାତିର ରାତି ପାଇଲା ବେଳକୁ ନାହିଁ। ମାରିଦେଇ ସକାଳୁ ଫୋନ୍ ଗଲା ଯେ ତମ ରସି ଦେଇଛି। ଆମେ ବିଶ୍ୱାସ କରୁନୁ ରସି ଦେବ ବୋଲି। ତା ଶ୍ୱଶୁର ତାକୁ ମାରିଦେଇଛି ଯୌତୁକ ନିର୍ଯାତନାରେ। ମୁଁ ଚାହୁଁଛି ପ୍ରତିଶୋଧ ନେବି ତାଙ୍କ ଉପରେ। ମୁଁ ଛାଡ଼ିବିନି। ମୋ ନାତୁଣୀ ଗଲୁ ବୋଲି ମୁଁ ପ୍ରତିଶୋଧ ନେବି।